ଜୟ ଜଗନ୍ନାଥ ପିଲାମାନେ। ପୂର୍ବ ବର୍ଷ 2024 ମସିହାରେ ମାଟ୍ରିକ ବୋର୍ଡ ଏକ୍ଜାମରେ ଆସିଥିବା ଏସ୍ଏସ୍ସିର 50 ଅବଜେକ୍ଟିଭ କ୍ୱେଶ୍ଚିନ୍କୁ ବର୍ତ୍ତମାନ ଆମେ ଆଲୋଚନା କରିନେବା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ କ'ଣ ଥିଲା ନା, ସ୍ୱାଧୀନତା ବେଳକୁ ଓଡ଼ିଶାରେ ନିମ୍ନୋକ୍ତ କେଉଁ ବିଶ୍ୱବିଦ୍ୟାଳୟଟି ଅବସ୍ଥିତ ଥିଲା? ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି, ଉତ୍କଳ ବିଶ୍ୱବିଦ୍ୟାଳୟ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 2, ଓଡ଼ିଶାର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ? ତାର ସଠିକ୍ ଆନ୍ସର କ'ଣ ହେବ ନା, ଅପସନ୍ ସି, କଟକ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 3, ଜାତୀୟ ଆଲୁମିନିୟମ କମ୍ପାନୀ ନାଲକୋ କେଉଁଠାରେ ଅବସ୍ଥିତ? ଏହାର ସଠିକ୍ ଆନ୍ସର ହେବ ତୁମର ଅପସନ୍ ଏ, ଅନୁଗୁଳ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4, ଭାରତର ରେଳପଥ କେଉଁ ମସିହାରେ ଆରମ୍ଭ ହୋଇଥିଲା? ତ ଏହାର ସଠିକ୍ ଆନ୍ସର 1853। କ୍ୱେଶ୍ଚିନ୍ ନମ୍ବର 5, ମାଡ୍ରାସର ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ କେଉଁ ରାଜ୍ୟ ଗଠନ କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେବ ଅପସନ୍ ସି, ଆନ୍ଧ୍ରପ୍ରଦେଶ। କ୍ୱେଶ୍ଚିନ୍ ନମ୍ବର 6, ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ, ଏହା କିଏ କହିଥିଲେ? ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ଏ, ଆବ୍ରାହମ ଲିଙ୍କନ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 7, ଭାରତରେ ମତଦାନ କରିବାର ସର୍ବନିମ୍ନ ବୟସ କେତେ? ତ ଏହାର ସଠିକ୍ ଆନ୍ସର ହେବ ଅପସନ୍ ଡି, 18 ବର୍ଷ। କ୍ୱେଶ୍ଚିନ୍ ନମ୍ବର 8, ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତି ନିମନ୍ତେ ସର୍ବନିମ୍ନ ବୟସ କେତେ? ତ ଏହାର ମଧ୍ୟ ସଠିକ୍ ଆନ୍ସର ହେବ 18 ବର୍ଷ। କ୍ୱେଶ୍ଚିନ୍ ନମ୍ବର 9, 1954 ମସିହାରେ ଭାରତ ଓ ଚୀନ ମଧ୍ୟରେ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା? ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି, ପଞ୍ଚଶୀଳ ଚୁକ୍ତି। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 10, କେଉଁ ମସିହାରେ ସୋଭିଏତ ରୁଷିଆର ବିଲୟ ଘଟିଥିଲା? ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି, 1991। ଜାଲିଆନାୱାଲାବାଗ କେଉଁଠାରେ ଅବସ୍ଥିତ? କ୍ୱେଶ୍ଚିନ୍ ନମ୍ବର 11, ଏହାର ସଠିକ୍ ଆନ୍ସର ହେବ ଅପସନ୍ ସି, ଅମୃତସର, ପଞ୍ଜାବର। କ୍ୱେଶ୍ଚିନ୍ ନମ୍ବର 12, କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ? ତ ସଠିକ୍ ଆନ୍ସର କ'ଣ ହେବ ନା, ଅପସନ୍ ବି, ଗୋପବନ୍ଧୁ ଦାସ। ଦେନ୍ ଦେଖିବା ପ୍ରଶ୍ନ ନମ୍ବର 13, ଜାତୀୟ କଂଗ୍ରେସର ମାଡ୍ରାସ ଅଧିବେଶନରେ ସାଇମନ କମିଶନକୁ ବର୍ଜନ କରିବା ପାଇଁ କାହିଁକି ସ୍ଥିର କରାଗଲା? ତ ଏହାର ସଠିକ୍ ଆନ୍ସର ହେବ, ଏଥିରେ ଥିବା 7 ଜଣ ସଦସ୍ୟଙ୍କ ମଧ୍ୟରେ କେହି ଭାରତୀୟ ନଥିଲେ, ଯାହାକି ଅପସନ୍ ଡି ହେବ ସଠିକ୍ ଆନ୍ସର। କେଉଁ ମସିହାରେ ଇଂରେଜ ସରକାର ଅଗଷ୍ଟ ଦାନ ଘୋଷଣା କଲେ? ତାର ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି, 1940 ମସିହା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 15, ସୁଭାଷ ବୋଷ କେଉଁଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ତ ସଠିକ୍ ଆନ୍ସର କ'ଣ ହେବ ନା, ଅପସନ୍ ସି, ସିଙ୍ଗାପୁର। କ୍ୱେଶ୍ଚିନ୍ ନମ୍ବର 16, କିଏ ଉତ୍କଳ ଦୀପିକାର ସମ୍ପାଦକ ଥିଲେ? ତ ସଠିକ୍ ଆନ୍ସର କ'ଣ ହେବ? ଗୌରୀଶଙ୍କର ରାୟ। ଅପସନ୍ ଏ ହେବ ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 17, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଅପସନ୍ ବି ହେବ ସଠିକ୍ ଆନ୍ସର, କଟକ। ଫିଲିପ ଡ କମିଟି କେବେ ଗଠନ ହୋଇଥିଲା? ତ ଏହାର ସଠିକ୍ ଆନ୍ସର କ'ଣ ହେବ ନା, ଅପସନ୍ ସି, 1924। କ୍ୱେଶ୍ଚିନ୍ ନମ୍ବର 19, ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ଥିଲେ? ଅପସନ୍ ଏ ହେବ ସଠିକ୍ ଆନ୍ସର, ସାର୍ ଜନ୍ ଅଷ୍ଟିନ ହବାକ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 20, କାହାକୁ ଭାରତର ବିସ୍ମାର୍କ ବୋଲି କୁହାଯାଏ? ତ ସଠିକ୍ ଆନ୍ସର କ'ଣ? ଅପସନ୍ ସି, ବଲ୍ଲଭଭାଇ ପଟେଲ। କ୍ୱେଶ୍ଚିନ୍ ନମ୍ବର 21, କ ଶ୍ରେଣୀଭୁକ୍ତ ଗଡ଼ଜାତଗୁଡ଼ିକର ସଂଖ୍ୟା କେତେ ଥିଲା? ଏହାର ସଠିକ୍ ଆନ୍ସର ହେବ ଅପସନ୍ ଏ, 11। କ୍ୱେଶ୍ଚିନ୍ ନମ୍ବର 22, 1947 ମସିହା ପରେ ଗୋଆରେ କେଉଁମାନେ ଶାସନ କରୁଥିଲେ? ଅପସନ୍ ବି ହେବ ସଠିକ୍ ଆନ୍ସର, ପର୍ତ୍ତୁଗୀଜ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 23, କେବେ ଯୋଜନା ଆୟୋଗ ଗଠନ କରାଯାଇଥିଲା? କ୍ୱେଶ୍ଚିନ୍ ନମ୍ବର 23, ଏହାର ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ଡି, 1950। ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ? କ୍ୱେଶ୍ଚିନ୍ ନମ୍ବର 24, ଅପସନ୍ ବି ହେବ ସଠିକ୍ ଆନ୍ସର, ହୋମି ଜାହାଙ୍ଗୀର ଭାବା। କ୍ୱେଶ୍ଚିନ୍ ନମ୍ବର 25, ଅଙ୍ଗନୱାଡ଼ି କେନ୍ଦ୍ର କହିଲେ କ'ଣ ବୁଝ? ଶିଶୁମାନଙ୍କ ଶିକ୍ଷା କେନ୍ଦ୍ରକୁ ଆମେ ଅଙ୍ଗନୱାଡ଼ି କେନ୍ଦ୍ର କହିଥାଉ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 26, ସମୁଦ୍ରର କେଉଁ ଅଂଶରେ ଖଣିଜ ତୈଳ ଗଚ୍ଛିତ ଥିବାର ଦେଖାଯାଏ?
ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି ଗଭୀର ସାଗର ତଳ। କ୍ୱେଶ୍ଚିନ୍ ନମ୍ବର 27 ଝାଡ଼ଖଣ୍ଡରେ କରାଯାଉଥିବା ସ୍ଥାନାନ୍ତରିତ କୃଷିକୁ କ'ଣ କୁହାଯାଏ? ଅପସନ୍ ଡି ହେବ ସଠିକ୍ ଆନ୍ସର୍ କୋରୁଆ। କ୍ୱେଶ୍ଚିନ୍ ନମ୍ବର 28 ଅଏଲ୍ ଇଣ୍ଡିଆ ନିମ୍ନୋକ୍ତ କେଉଁ ଧରଣର ଶିଳ୍ପ ଅଟେ? ଏହାର ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ସି ଯୌଥ ଶିଳ୍ପ। କ୍ୱେଶ୍ଚିନ୍ ନମ୍ବର 29 କାଗଜ ଶିଳ୍ପ ଦୃଷ୍ଟିରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ତ ସଠିକ୍ ଆନ୍ସର୍ ହେବ କେରଳ କୋଲାମୁର। କ୍ୱେଶ୍ଚିନ୍ ନମ୍ବର 30 କେଉଁ କୃତ୍ରିମ ତନ୍ତୁ ଖଣିଜ ତୈଳରୁ ପ୍ରସ୍ତୁତ କରାଯାଏ? ତ ରାଇଟ୍ ଆନ୍ସର୍ କ'ଣ ହେବ ନା ଅପସନ୍ ସି ରେୟନ୍। କ୍ୱେଶ୍ଚିନ୍ ନମ୍ବର 31 ଭାରତରେ ଅରଣ୍ୟ ଭୂମିର ଆୟତନ ବୃଦ୍ଧି ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି? ରାଇଟ୍ ଆନ୍ସର୍ ହେବ ଅପସନ୍ ଏ ଜଳଛାୟା ନିର୍ମାଣ। ବିକଶିତ ସମ୍ବଳ, ଜଳବିଦ୍ୟୁତ ଶକ୍ତି, ସଂରକ୍ଷିତ ସମ୍ବଳ, ଏ ରାଇଟ୍ ଆନ୍ସର୍ କ'ଣ ହେବ ନା ଯଦି ଦେଖିବା ଅପସନ୍ ବି ଖଣିଜ ପଦାର୍ଥ। କ୍ୱେଶ୍ଚିନ୍ ନମ୍ବର 33 କେଉଁ ମୃତ୍ତିକାରେ ବୃଷ୍ଟି ଜଳ ପ୍ରକ୍ଷାଳନ ଅଧିକ ହୋଇଥାଏ? ରାଇଟ୍ ଆନ୍ସର୍ ହେବ ଅପସନ୍ ଡି ଲାଟେରାଇଟ୍ ମୃତ୍ତିକା। କ୍ୱେଶ୍ଚିନ୍ ନମ୍ବର 34 ବରିୟଲ ଉଦ୍ଭିଦ ଭାରତର କେଉଁ ଅଞ୍ଚଳରେ ଦେଖାଯାଏ? ଏହାର ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ଏ ହିମାଳୟ। କ୍ୱେଶ୍ଚିନ୍ ନମ୍ବର 35 ନିମ୍ନଲିଖିତ କେଉଁଟି ରାଜସ୍ଥାନର ଅବସ୍ଥିତ ଏକ ବ୍ୟାଘ୍ର ପ୍ରକଳ୍ପ ଅଟେ? ତ ରାଜସ୍ଥାନର ପଚାରିଛି, ରାଇଟ୍ ଆନ୍ସର୍ ହେବ ରଥାମ୍ବୋର। କର୍ଣ୍ଣାଟକର ବାନ୍ଦିପୁର, ଉତ୍ତରାଖଣ୍ଡର କାହ୍ନା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 36 କେଉଁ ଜଳପଥ ଦେଇ ଦକ୍ଷିଣ ଆମେରିକୀୟ ଦେଶ ସମୂହ ସହ ବାଣିଜ୍ୟ କାରବାର ହୁଏ? ତ ରାଇଟ୍ ଆନ୍ସର୍ କ'ଣ ହେବ ନା ଅପସନ୍ ସି ଉତ୍ତମାସ ଅନ୍ତରୀପ। କୋଲକାତାରେ କେଉଁ ରେଳପଥ ଦ୍ୱୟର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ? ତ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥ। କ୍ୱେଶ୍ଚିନ୍ ନମ୍ବର 38 କେଉଁ ପ୍ରକାର ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ହାନି ଘଟିଥାଏ? ତ ସଠିକ୍ ଆନ୍ସର୍ କ'ଣ ହେବ? ନଦୀ ବନ୍ୟା, ଅପସନ୍ ଡି ହେବ ସଠିକ୍ ଆନ୍ସର୍। କ୍ରାନ୍ତିମଣ୍ଡଳୀୟ ବାତ୍ୟା ଯୋଗୁଁ ନିମ୍ନୋକ୍ତ କେଉଁ ଅଞ୍ଚଳରେ ବ୍ୟାପକ ଧନଜୀବନ ପ୍ରଭାବିତ ହୋଇଥାଏ? ତ ସଠିକ୍ ଆନ୍ସର୍ କ'ଣ ହେବ ନା ଅପସନ୍ ଏ ଉପକୂଳ। କ୍ୱେଶ୍ଚିନ୍ ନମ୍ବର 40 କେଉଁଠାରେ ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ? ତ ରାଇଟ୍ ଆନ୍ସର୍ ହେବ ଅପସନ୍ ବି ଜେନିଭା ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍। କେଉଁଟି ସାଧାରଣ ବଣ୍ଟନ ବ୍ୟବସ୍ଥାର ଅନ୍ତର୍ଗତ ନୁହେଁ? ତ ନୁହେଁ ପଚାରିଛି, ରାଇଟ୍ ଆନ୍ସର୍ ହେବ ଅପସନ୍ ବି ଆଳୁ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 42 ପ୍ରଥମ ଖାଉଟି ସୁରକ୍ଷା ଆନ୍ଦୋଳନ କେଉଁଠାରେ ଆରମ୍ଭ ହୋଇଥିଲା? ରାଇଟ୍ ଆନ୍ସର୍ ହେବ ଅପସନ୍ ସି ଯୁକ୍ତରାଷ୍ଟ୍ର ଆମେରିକା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 43 ଭାରତରେ ନିମ୍ନୋକ୍ତ କେଉଁ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ସଂଖ୍ୟା ସବୁଠାରୁ କମ୍? ତ ରାଇଟ୍ ଆନ୍ସର୍ ହେବ ଅପସନ୍, ଏଠି ତୁମର ଅପସନ୍ ଯଦି ଦେଖିବା ତାହେଲେ କେରଳ ଆସିବ। କ୍ୱେଶ୍ଚିନ୍ ନମ୍ବର 44 ଶିଳ୍ପୋନ୍ନତ ଦେଶମାନଙ୍କରେ କେଉଁ ପ୍ରକାର ବେକାରୀ ଦେଖାଯାଆନ୍ତି? ରାଇଟ୍ ଆନ୍ସର୍ ହେବ ସଂଘାତ ଜନିତ ବେକାରୀ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 45 ଉଦ୍ୟୋଗ ବିକାଶ ପାଇଁ କେଉଁ ଅର୍ଥନୀତି ଅନୁକୂଳ ଅଟେ? ତ ରାଇଟ୍ ଆନ୍ସର୍ କ'ଣ ହେବ ନା ସମାଜବାଦୀ। କ୍ୱେଶ୍ଚିନ୍ ନମ୍ବର 46 ନିମ୍ନୋକ୍ତ କେଉଁଟି ଭାରତର ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା? ରାଇଟ୍ ଆନ୍ସର୍ ହେବ ଅପସନ୍ ଏ ଦାମୋଦର ନଦୀ ଉପତ୍ୟକା। କ୍ୱେଶ୍ଚିନ୍ ନମ୍ବର 47 ଭାରତର କେଉଁ ରାଜ୍ୟରେ କୋୟାନା ବହୁମୁଖୀ ନଦୀବନ୍ଧ ଯୋଜନା ଅବସ୍ଥିତ? ରାଇଟ୍ ଆନ୍ସର୍ ହେବ ତୁମର ଅପସନ୍ ସି ମହାରାଷ୍ଟ୍ର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 48 ଖଣିଜ ଦ୍ରବ୍ୟ ଓ ତାହାର ଉତ୍ପାଦନ ସ୍ଥାନ ଦୃଷ୍ଟିରୁ ନିମ୍ନୋକ୍ତ କେଉଁ ସଂଯୋଗଟି ଠିକ୍ ନୁହେଁ? ତ ରାଇଟ୍ ଆନ୍ସର୍ କ'ଣ ହେବ ନା ଅପସନ୍ ଏ ଝରିଆ କୋଇଲା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 49 ଦରମୁଖ ମାଙ୍ଗାଲୋର ବନ୍ଦର ପାଇପଲାଇନ୍ ସାହାଯ୍ୟରେ କେଉଁ ଖଣିଜ ପଦାର୍ଥ ପରିବହନ କରାଯାଇଥାଏ? ରାଇଟ୍ ଆନ୍ସର୍ ହେବ ତୁମର ଅପସନ୍ ସି ଲୁହାପଥର। ଦେନ୍ ଦେଖିବା ଶେଷ ପ୍ରଶ୍ନ ନାରୋରା ଉତ୍ତରପ୍ରଦେଶ, କୁନ୍ଦନକୁଲମ ଯାହାକି ତୁମର ରହିବ ଅପସନ୍ ବି ତାମିଲନାଡୁ। ତ ଇଏ ଥିଲା ତୁମମାନଙ୍କର ପୂର୍ବବର୍ଷ 2024 ମସିହାର ଅବଜେକ୍ଟିଭ ପ୍ରଶ୍ନ ଗୁଡ଼ିକ। ଆଶା କରେ ତୁମମାନଙ୍କର ଏକ୍ଜାମ ଆସନ୍ତାକାଲି ଖୁବ୍ ଭଲ ହେବ। ତୁମମାନଙ୍କ ସହିତ ଦେଖା ହେବ ଆଉ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।